ଜାଣିଛନ୍ତି କିନ୍ତୁ କୋଉ ଉପାୟରେ ବନ୍ଦ ହବ ତାକୁ ନ ଜାଣି ଶିଷ୍ୟମାନେ ନାକ ବନ୍ଦ କରିଦିଅ। ନାକ ଯେତେବେଳେ ବନ୍ଦ କରନ୍ତି ସେ ଶ୍ୱାସ ଆଉ ବାହାରେ ନା। କିନ୍ତୁ ସେ ଯେହେତୁ ଶରୀର ପାଇଁ କ୍ଷତିକାରକ ବସ୍ତୁ ଆତ୍ମଦେବତାକୁ ବାହାର କରିବା ପାଇଁ ସତ ଚେଷ୍ଟା କରେ। ନାକ ବାଟେ ନ ବାହାରିଲେ ଏ ଶରୀରକୁ ବିଦାରଣ କରି ଆପଣ ଲୋମକୂପ ବାଟେ ବାହାରିବ। ଆପଣ କିଛି ସମୟ ଶ୍ୱାସ ବନ୍ଦ କରିଦିଅନ୍ତୁ, ଆପଣ ଶରୀରଟା ଗରମ ହେଇଯିବ। କାହିଁକି ନା ଶରୀରକୁ ବିଦାରଣ କରି ଲୋମକୂପ ବାଟେ ଅଙ୍ଗାରକାମ୍ଳ ଗ୍ୟାସ ବାହାରିବ। କି ନାକ ବାଟେ ବାହାରିବା ଜିନିଷ ଯଦି ଲୋମକୂପ ବାଟେ ବାହାରିଲା ତାର ପ୍ରତିକ୍ରିୟାରେ ହଠଯୋଗ ପ୍ରତିକ୍ରିୟାରେ କୁହାଯାଇଛି କ'ଣ ନା ମସ୍ତିଷ୍କରେ ଯନ୍ତ୍ରଣା ହେବ, କାନ ଆଖିରେ ଯନ୍ତ୍ରଣା ହେବ, ଶ୍ୱାସକାଶ ଦମା ରୋଗ, କୋଷ୍ଠକାଠିନ୍ୟ ଆଦି ଅନେକ ରୋଗ ସୃଷ୍ଟି ହେବ। ଯଦି ଆମେ ପ୍ରାକୃତିକ ଉପାୟରେ ଆମେ ଶ୍ୱାସକୁ ବନ୍ଦ କଲେ ତାହେଲେ ଆମେ ନାହିଁ ନଥିବା ନିରୋଗତା ପ୍ରାପ୍ତ କରିବା ଆଉ ଦୀର୍ଘାୟୁ ହେବା। ତେଣୁ ଇଏ ସାଧନ କେବଳ ମୁନି ସମାଜ ବ୍ୟତୀତ ଅନ୍ୟ କୌଣସି ଗୁରୁ ଜାଣିନାହାନ୍ତି କି ଦେଉନାହାନ୍ତି। ସଦ୍ଗୁରୁ କହିଛନ୍ତି ଦୃଢ଼ତାର ସହିତ ମୁଁ ଯେଉଁ ସାଧନ ବତଉଛି ଅତୀତରେ ଏ ସାଧନ କୌଣସି ଗୁରୁ ତା ଶିଷ୍ୟମାନଙ୍କୁ ଶିଖେଇନି। ବର୍ତ୍ତମାନ ବି ଶିଖୁନାହାନ୍ତି, ଭବିଷ୍ୟତରେ କେହି ଶିଖେଇ ପାରିବେନି। କାହିଁକି ଏ ସାଧନ ଯେତେ ଶୁଦ୍ଧ ଯେତେ ଭଲ ଅନ୍ୟ କୌଣସି ଗୁରୁ ଜାଣିନାହାନ୍ତି। ଜାଣିଲେ ସିନା ବତେଇବେ, ଯଦି ନ ଜାଣିଥିବେ ତାହେଲେ କ'ଣ କରିବେ ନା କରିଲେ ବହୁତ କ୍ଷତି ହେବ। ତେଣୁ ସାଧନ ବାବଦରେ ଜ୍ଞାନ ହେଲା ପରେ ସାଧନ ଶିଖିଲେ ହୁଏତ ସେ ବହୁତ ଲାଭ ପାଇବ। ଯେ ପର୍ଯ୍ୟନ୍ତ ସଠିକ୍ ଜ୍ଞାନ ନାହିଁ, ଅଜ୍ଞାନ ଅଛି, ସେ ପର୍ଯ୍ୟନ୍ତ ସେ ସଠିକ୍ ସାଧନ କରିପାରିବନି, ସୁସ୍ଥ ହେଇପାରିବନି। ଆଉ ଅଜ୍ଞାନରୁ ବହୁତ ଆମକୁ ଦୁଃଖ ମିଳିବ। ଜଣେ ଲୋକ ମଦ ପିଇ ବି ତା ପେଟ ଖରାପ କଲା, ଯନ୍ତ୍ରଣା ହେଲା, ଡାକ୍ତର ପାଖକୁ ଗଲା। ଡାକ୍ତର ସେଠୁ ଔଷଧ ଲେଖିଦେଲେ, ସେ ସକାଳେ ଏ ବଟିକା ଖାଇବ, ଗାଧୁଆଳେ ଖାଇସାରିକି ଏ ସିରପଟା ଚାମଚେ ଖାଇବ, ରାତିକି ଏ ବଟିକାଟା ଖାଇବ। ଖାଇଦେଲା ପରେ 5 ଦିନ ପାଇଁ ଦେଲେ ଡାକ୍ତର। ଇଏ ଲୋକଟି କ'ଣ ହେଇଛି, ତା ପରଦିନ ଯାଇ ଡାକ୍ତର ପାଖରେ କହିଲେ ସାର୍ ସବୁ ବଟିକା ଅଛି ଯେ ସିରପଟା ସରିଯାଇଛି। ନା କ'ଣ ସିରପ ସରିଯିବ, 5 ଦିନ ପାଇଁ ଦେଲି, ନା ସିରପ ତ ସରିଗଲା। ଆଉ ଡାକ୍ତର ବି ସରିଲା, ନା ଆପଣ ତ କହିଦେଲେ ଚାମଚେ ଖାଇବେ, ନା ମୁଁ ଖାଇଛି ଚାମଚେ। ସାର୍ କହିଥିଲେ ଯେଉଁ ଚାମଚରେ, କିନ୍ତୁ ଇଏ ସେଇ ଚାମଚରେ ଖାଇନି। এই ରୋଷେଇ হয়ে ଯେଉଁ ଚାମଚରେ ସେଇ ଚାମଚରେ ଓଜାରିକି ପାନେ ଖାଇଦେଇଛି। ଅଜ୍ଞାନତା। ପ୍ରକୃତ ଜ୍ଞାନ ହେଲେ ସେ ଯଦି ସେ 5 ଦିନ ଖାଇଥାନ୍ତା ତାହେଲେ ସେ ସୁସ୍ଥ ପାଇ ଯାଇଥାନ୍ତା। କିନ୍ତୁ ଯେତେବେଳେ ଗୋଟିଏ ଦିନରେ ଖାଇଦେଲେ, ଆମେ ଯଦି ଭଲ 5 ଦିନର ବଟିକା ଏକା ଦିନେ ଖାଇଦେବା ଭଲ ହେଇଯିବା କି ନା ରୋଗୀ ହବା। ତେଣୁ ଏ ପାଇଁ ଦରକାର ଜ୍ଞାନ ଆଉ ଶୁଦ୍ଧ ଜ୍ଞାନ ଆଉ ଆତ୍ମଜ୍ଞାନ। ସେଥିପାଇଁ ସଦ୍ଗୁରୁଦେବ କହିଛନ୍ତି ଯେମିତି ପ୍ରତ୍ୟେକ ଦିନ ଶୌଚ ହେଇ ଯୋଗ ସାଧନ କରୁଛନ୍ତି ସେମିତି ପ୍ରତ୍ୟେକ ଦିନ ଶୌଚ ହେଇ ସ୍ୱାଧ୍ୟାୟ କିଛି ସମୟ କରନ୍ତୁ। ଯେତିକି ସ୍ୱାଧ୍ୟାୟ କରିବେ ତାକୁ ମନନ ଚିନ୍ତନ କରିବେ ଅଧିକା। ମନନ ଚିନ୍ତନ କଲେ ସେ ଜ୍ଞାନଟା ଆପଣଙ୍କ ଭିତରେ ରହିବ ଏବଂ ତାକୁ ପ୍ରୟୋଗ କରିବେ। ଯେତିକି ସାଧି ପାରିବେ ସେତିକି ସ୍ୱାଧ୍ୟାୟ କରିବେ। ଅନେକ ନାଟ୍ୟକାର ନାଟକ ଲେଖି ଦିଅନ୍ତି କିନ୍ତୁ ସେଇ ଅନୁସାରେ ସେ ନିଜକୁ ଗଢ଼ି ପାରନ୍ତିନି। ଅନେକ ପ୍ରାବନ୍ଧିକ ପ୍ରବନ୍ଧ ଲେଖି ଦିଅନ୍ତି କିନ୍ତୁ ସେଇ ଅନୁସାରେ ସେ ଶୁଦ୍ଧ ହେଇପାରନ୍ତିନି। କାରଣ ସେ ଯାହା ଲେଖୁଛନ୍ତି ସେ ଅନୁସାରେ ସେ ସାଧନ କରୁନାହାନ୍ତି। କାହିଁକି ନା ଏକା ଦିନେ ଯେତିକି ଲେଖିଲେ ତାକୁ ସାଧନ କରିବା ପାଇଁ 15 ଦିନ ସମୟ ଲାଗିବ। ପୁଣି କାଲି ଲେଖିବେ, କୋଉ ଦିନ କରିବେ ସେ ସାଧନ? ସଦ୍ଗୁରୁ ସେଥିପାଇଁ କହିଲେ ଏତିକି ପଢ଼ିବ, ତାକୁ ଭାବନା କରିବ, ଚିନ୍ତନ କରିବ, ଆର ସାଧନ କରିବ। ବେଶୀ ପଢ଼ିବା ପାଇଁ କୁହାହେଇନି। ଯେମିତି ପେପର ପଢ଼ୁଛନ୍ତି, ନୋଭେଲ ପଢ଼ୁଛନ୍ତି, ପତ୍ରପତ୍ରିକା ପଢ଼ୁଛନ୍ତି, ସଦ୍ଗୁରୁଙ୍କ ବହି ସେମିତି ପଢ଼ିବେନି। ସଦ୍ଗୁରୁଙ୍କ ବହିରେ ଗୋଟେ ମ୍ୟାଜିକ୍ ଅଛି, ସେ କୌଣସି ବହିରେ ସେ ମ୍ୟାଜିକ୍ ମିଳେ ନା। ସେ ମ୍ୟାଜିକ୍ଟା ହେଉଛି ଆଜି ଆପଣ ପଢ଼ିବେ ଯାହା ଆପଣଙ୍କୁ ଜଣା ପଡ଼ିବ। ସେ ବହିକି ଧୀରେ ଧୀରେ ପଢ଼ିକି ସାରି ଦିଅନ୍ତୁ,
ପୁଣି ମୂଳରୁ ଆରମ୍ଭ କରନ୍ତୁ, ସେ ଜିନିଷ ଆପଣଙ୍କୁ ନୂଆ ଲାଗିବ। ଏଇଟା ହଉଛି ସଦ୍ଗୁରୁଦେବଙ୍କ ଲେଖାର ଗୋଟେ ମ୍ୟାଜିକ୍। ଆପଣ କୌଣସି ବହିରେ ପାଇବେନି। ମୁଁ କହିବି ବୋଲି ବିଶ୍ୱାସ କରନ୍ତୁନି, ଆପଣ ପଢିକି ଦେଖନ୍ତୁ। ପଢିଲା ପରେ ଦେଖିବେ ଏ ଜିନିଷ ତ ମୁଁ ଜାଣିନି, କାହିଁକି ନୂଆ ଲାଗେ ନା ସଦ୍ଗୁରୁ ତାକୁ ଲେଖିଛନ୍ତି ସାଧନ ସିଦ୍ଧି ପ୍ରାପ୍ତ କଲା ପରେ ଆମେ ସାଧନ କରି କରି ଯେତିକି ସେଇ ସ୍ତରକୁ ଯାଉଥିବା ସେ ଜ୍ଞାନ ଆମକୁ ସେତିକି ନୂଆ ନୂଆ ଲାଗିଲା ଯାଉଥିବ। ମୁଁ ଆକୁ ଏତେ ଥର ପଢିଛି, ଏଇଟା ତ ମୋତେ ଜଣା ହଉନଥିଲା। ଏଇଭଳି ଆପଣଙ୍କୁ ମାଲୁମ ହବ ପଢିକି ଦେଖନ୍ତୁ। କିନ୍ତୁ ମୁନି ସମାଜକୁ 10 ବର୍ଷ 20 ବର୍ଷ 30 ବର୍ଷ ହେଲାଣି ଆସି ସାଧକମାନେ ଆସିଲେଣି, କିନ୍ତୁ ବହି ଖଣ୍ଡେ ନାହିଁ, ସ୍ୱାଧ୍ୟାୟ ନାହିଁ, ସତ୍ସଙ୍ଗ ଯିବାର ନାହିଁ, ସାଧନ କଥା ଦୂର। ସ୍ୱାଧ୍ୟାୟ ସତ୍ସଙ୍ଗ ଛାଡ଼ିଲେ ଆପଣ ସାଧନ ବି ଛାଡ଼ିଦେବେ।